ସାଇବର ଠକେଇ ସଚେତନତା ଅଭିଯାନ। ଆଜି ଆରିଆ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ କମ୍ପ୍ୟୁଟର ସାଇନ୍ସ କଲେଜ ପାତ୍ରପଡ଼ା ପରିସରରେ ସାଇବର ଠକେଇ ସଚେତନତା ବିଷୟରେ ଏକ ଦିନିକିଆ ଅଭିଯାନ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ଥିଲେ ଏସିପି ସାଇବର କ୍ରାଇମ୍ ଅକ୍ଷୟ ନାୟକ ଏବଂ ସାଇବର ଏକ୍ସପର୍ଟ ଶ୍ରୀ ଲିଙ୍ଗରାଜ ସେଠୀ ଏବଂ ସାଇବର ଠକେଇର ବିଭିନ୍ନ ଦିଗ ଓ ସେଥିରୁ ରକ୍ଷା ପାଇବା ପାଇଁ ସୁନ୍ଦର ଭାବରେ ଛାତ୍ରଛାତ୍ରୀମାନଙ୍କୁ ମତ ପ୍ରକାଶ କରିଥିଲେ। ଅନଲାଇନ୍ ଠକେଇ ଆଜିର ଯୁବପିଢ଼ି ପାଇଁ ଚିନ୍ତାର ବିଷୟ ପାଲଟି ଯାଇଥିବା ବେଳେ ଯୁବପିଢ଼ି ସମେତ ସମସ୍ତଙ୍କୁ ଏଥିରୁ ସଚେତନତା ହେବା ଆବଶ୍ୟକ। ସେଥିନେଇ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ କଲେଜର ନିର୍ଦ୍ଦେଶକ ଡକ୍ଟର ମନ୍ମଥ କୁମାର ନାୟକ। ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଥିଲେ ଆସିଷ୍ଟାଣ୍ଟ ପ୍ରଫେସର ବବଲ ମଲ୍ଲିକ, ଅଧ୍ୟକ୍ଷା ଡକ୍ଟର ସୀତା ଫୋଳ, କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ ମିସ୍ ରଶ୍ମିତା ପ୍ରାଣିଗ୍ରାହୀ, ଛାତ୍ରମଙ୍ଗଳ ଅଧିକାରୀ ଶୁଭେନ୍ଦୁ କୁମାର ଦାସ, ରବିନାରାୟଣ ପଟ୍ଟନାୟକ, ଗୋଲକ ବିହାରୀ ରଥ, ଅକ୍ଷୟ କୁମାର ଜେନା, ଘନଶ୍ୟାମ ମିଶ୍ର, ସୂର୍ଯ୍ୟମଣି ଦାସ, ପ୍ୟାରୀମୋହନ ମହାପାତ୍ରଙ୍କ ସହିତ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ସାଧାରଣ ଲୋକ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ଏବଂ ସମସ୍ତେ ସାଇବର ଅପରାଧ ଓ ଏଥିରୁ ରକ୍ଷା ପାଇବା ନିଜକୁ ଉପଯୁକ୍ତ ଜ୍ଞାନର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଥିଲେ। ବ୍ୟୁରୋ ରିପୋର୍ଟ, ଆମ ନ୍ୟୁଜ୍ ଓଡ଼ିଶା।